ନମସ୍କାର। ଆସନ୍ତୁ ଦେଖିବା ଚାଷ କାମ କେମିତି ଚାଲିଛି। ଦେଖନ୍ତୁ, ଚାଷ କାମ ଆରମ୍ଭ ହୋଇଗଲା ବହୁତ ଜୋରସୋରରେ। ଦେଖନ୍ତୁ, ଏ ଜିନ୍ଦଲ ଏରିଆ ତଳି ମରା କାମ ଚାଲିଛି। ଦେଖନ୍ତୁ, ଜୋରସୋରରେ ଅତି ସୁନ୍ଦର ଭାବରେ ଦେଖନ୍ତୁ ତଳି କାଦୁଅ ବି ହେଇଗଲା। ମୂଲିଆ ଆସିନାହାନ୍ତି, ଏବେ ମୂଲିଆ ଆସିଲେ ଧାନ ରୁଆ ଷ୍ଟାର୍ଟ ହେଇଯିବ। ପ୍ରଥମ କରି ଆମର ଚାଷ କାମ। ଏ ମୋ ନାନୀ ମାମୁଁ ଝିଅ କି ସୁନ୍ଦର ଭାବରେ କାମ କରୁଛି। ଦେଖନ୍ତୁ, ଆରମ୍ଭ ହେଇଯିବ ଆଜି ଷ୍ଟାର୍ଟିଂ ରୁଆ କାମ ଅତି ସୁନ୍ଦର ଭାବରେ। ଯାଇଛନ୍ତି ମୂଲିଆ ଆଣିବା ଲାଗି। ମୂଲିଆ ଆସିଲେ କାମ ଆରମ୍ଭ ହୋଇଯିବ। ମୂଲିଆ ଆସିବେ 9ଟାରେ। 9ଟାରୁ ଆଜ୍ଞା 12ଟା, ଗୋଟେ ହାଜିରୀ 400 ଟଙ୍କା ନେଇକିରି ଯିବେ। ଖାଇବେ ବି, ଖାଇକରି ନେବେ 400 ଟଙ୍କା। ଦେଖନ୍ତୁ, ଫାଷ୍ଟ କିରି ଆଜି ଆରମ୍ଭ ହୋଇଯାଇଛି ତଳି ମରା କାମ। ଦେଖନ୍ତୁ, ଏପଟ ବିଲ କେମିତି ଆମର କାଦୁଆ ହେଇଯାଇଛି, ରେଡ଼ି ହେଇଯାଇଛି। ଦେଖନ୍ତୁ, ଅତି ସୁନ୍ଦର ଭାବରେ ଧାନ ବହୁତ ବଢ଼ିଆ ହୁଏ ଆଜ୍ଞା ଏସବୁ କିଆର ମାନ। ଦେଖନ୍ତୁ, ବାପା କହୁଥିଲେ ଚାଷ ତର ବଣିଜ ମଠ। ଚାଷ ଯେତେ ଜଲ୍ଦି କରିବ ଏତେ ଜଲ୍ଦି ଫାଇଦା ହେବ। ବାପାଙ୍କର କଥା ମାନିକିରି ଆମେ କରୁଛୁ ସବୁ କାମ। ବାପା ଆମର ନାହାନ୍ତି, ଉପରକୁ ଚାଲି ଯାଇଛନ୍ତି। ଦେଖନ୍ତୁ, ସବୁ କିଆର ମାନ ଆମର। ଦେଖନ୍ତୁ, ବହୁତ ସୁନ୍ଦର ଲାଗୁଛି। ବହୁତ ବର୍ଷ ମୁଁ ବାହାରେ ରହିଗଲି ଆଜ୍ଞା। ଚାଷ ବିଷୟରେ ଏତେ କିଛି ଜାଣିନାହିଁ, ଫେର ବି ଜଣା ଯେତିକି ଅଛି ବହୁତ ଭଲ ଜାଣିଛି। ଦେଖନ୍ତୁ, ଏସବୁ ଏରିଆ ଜିନ୍ଦଲର ଆମ ପଡ଼ା, ଆମ ସାହୁପଡ଼ା। ବହୁତ ସୁନ୍ଦର ଲାଗୁଛି ଆମ ସାହୁପଡ଼ା। 15-16 ପରିବାର ଆଜ୍ଞା, ହାରାହାରି 150 ଲୋକ। ଆମ ପରିବାରଟା ବଡ଼, ଆମେ ହେଲୁ ବଡ଼। ବାପାଙ୍କର କକାମାନେ ବି ଅଛନ୍ତି, ତାଙ୍କ ପରିବାର। ଦେଖନ୍ତୁ ଘର କେମିତି, ଏସବୁ ପରିବାର ଆମର 15-16 ପରିବାର ରହୁଛୁ ତ ଏଠି। ଦେଖନ୍ତୁ କେମିତି ସୋଲାର ଲାଗିଯାଇଛି ଅତି ସୁନ୍ଦର ଭାବରେ। ଆମର ସାହୁପଡ଼ା 150-200 ପାଖାପାଖି ଘର। ଆମେ ଗୋଟେ ପରିବାର ଆଜ୍ଞା ଚଳୁଛୁ ମିଶିକରି।